एसबीआई ग्राहकों ପାଇଁ ଆସିଗଲା ନୂଆ ନିୟମ। ଯଦି ଆପଣମାନଙ୍କର ଏସବିଆଇ ଅର୍ଥାତ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ରହିଛି, ଏ କଥା ଜାଣି ରଖିବା ନିହାତି ଜରୁରୀ। କାହିଁକି ନା ଏବେ ଆପଣଙ୍କୁ ଟଙ୍କା ଉଠାଇବାରେ ହେବ ନୂଆ ନିୟମ। ଜାଣିବା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଆମ ଭାରତର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଆସିଛି ନୂଆ ନିୟମ। ଏହି ନିୟମ ଗୁଡ଼ିକ ଲାଗୁ ମଧ୍ୟ ହୋଇଛି। ଏହି ନିୟମ ପାଇଁ ଗ୍ରାହକଙ୍କୁ କିଛି ସର୍ଭିସ ଚାର୍ଜ ଦେବାକୁ ପଡ଼ିବ। ଏସବିଆଇ ତରଫରୁ ଆସୁଥିବା ନୂଆ ନିୟମ ଅନୁସାରେ ମିନିମମ୍ ବାଲାନ୍ସ ନ ରଖିଲେ କେତେ ଫାଇନ୍ ଦେବାକୁ ପଡ଼ିବ, ସେଥିରେ ମଧ୍ୟ ନିୟମ ପରିବର୍ତ୍ତନ ହୋଇଛି। ତେବେ ଏଟିଏମ୍ରୁ ଟଙ୍କା ଉଠାଇବା ପାଇଁ ଏହି ନିୟମ ଗୁଡ଼ିକ ମଧ୍ୟ ଲାଗୁ କରାଯାଇଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ। ଯେଉଁ ଲୋକମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ହାରାହାରି 25,000 ଟଙ୍କା ମାସିକ ବାଲାନ୍ସ ରହୁଥିବ, ସେହି ଲୋକମାନେ 8 ରୁ 10 ଥର ଫ୍ରି ଟ୍ରାଞ୍ଜାକ୍ସନ୍ ପାଇଁ ଏସବିଆଇ ତରଫରୁ ନୂଆ ନିୟମ ଦ୍ୱାରା ଘୋଷଣା କରାଯାଇଛି। ଏହାପରେ ଯଦି କୌଣସି ବ୍ୟକ୍ତି 25,000 ରୁ ଅଧିକ ବାଲାନ୍ସ ରଖେ, ତେବେ ସେହି ଆକାଉଣ୍ଟରେ ଅନଲିମିଟେଡ୍ ଟ୍ରାଞ୍ଜାକ୍ସନ୍ ସୁବିଧା ମଧ୍ୟ ଦେବ। ତେବେ ଏସବିଆଇକୁ ଛାଡ଼ି ଆପଣ ଅନ୍ୟ କୌଣସି ବ୍ୟାଙ୍କରୁ ଏଟିଏମ୍ରୁ ଟଙ୍କା ଉଠାଇବା ପାଇଁ ମେଟ୍ରୋ ସିଟିରେ 3ଟି ଓ ଅନ୍ୟ ସହରରେ 5ଟି ଟ୍ରାଞ୍ଜାକ୍ସନ୍ ପାଇଁ ଅନୁମତି ମିଳିବ। ଆପଣମାନେ ଯେବେ ଏଟିଏମ୍ରୁ ଫ୍ରି ଟ୍ରାଞ୍ଜାକ୍ସନ୍ ଠାରୁ ବେଶୀ ଥର ଟଙ୍କା ଉଠାଇବେ, ସେମାନଙ୍କୁ ଉଠାଇବା ପିଛା 5 ଟଙ୍କାରୁ 20 ଟଙ୍କା ପର୍ଯ୍ୟନ୍ତ ଫି ଦେବାକୁ ପଡ଼ିବ। ତାପରେ ମଧ୍ୟ ଜିଏସ୍ଟି ଲାଗୁ ହେବ। ଯଦି ଆପଣ ବିନା କାର୍ଡରେ ଏଟିଏମ୍ରୁ ଟଙ୍କା ଉଠାଇଲେ 22 ଟଙ୍କା ଚାର୍ଜ ସହିତ ଜିଏସ୍ଟି ମଧ୍ୟ ଦେବାକୁ ପଡ଼ିବ। ଯେଉଁମାନଙ୍କର ଷ୍ଟେଟ୍ ବ୍ୟାଙ୍କରେ ଦରମା ଆକାଉଣ୍ଟ ଅଛି, ସେମାନେ ଅନଲିମିଟେଡ୍ ଫ୍ରି ଟ୍ରାଞ୍ଜାକ୍ସନ୍ ପାଇବେ। ଏସବିଆଇ ତରଫରୁ ମଧ୍ୟ ବ୍ୟାଙ୍କ ବ୍ରାଞ୍ଚରୁ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ ହୋଇଛି। ଯଦି ଆପଣଙ୍କର ମିନିମମ୍ ବାଲାନ୍ସ 25,000 ଟଙ୍କା ରହୁଥିବ, ତେବେ ଆପଣମାନେ ବିନା ଚାର୍ଜରେ ବ୍ରାଞ୍ଚରୁ ଟଙ୍କା ଉଠାଇ ପାରିବେ। ତେବେ ଯେଉଁମାନଙ୍କର ମିନିମମ୍ ବାଲାନ୍ସ 25,000 ରୁ 50,000 ଟଙ୍କା ପର୍ଯ୍ୟନ୍ତ ରହୁଥିବ, ସେମାନେ 10,000 ବିନା ଚାର୍ଜରେ ଟଙ୍କା ମଧ୍ୟ 10 ଥର ବିନା ଚାର୍ଜରେ ଟଙ୍କା ମଧ୍ୟ ଉଠାଇ ପାରିବେ। ତେବେ ଆପଣମାନଙ୍କର ଏସବିଆଇରେ ଆକାଉଣ୍ଟ ଅଛି କି ନାହିଁ, ତାହା ନିହାତି କମେଣ୍ଟ କରି ଜଣାଇବେ।